कोणत्या ग्राम्य उन्नयन रास्ता निर्माणारे व्यापक अनियमितता बालेश्वर जिला खैरा ब्लॉक खैरा सिमुलिया दुई ब्लॉक को संचक करुथिबा सारटांको कुंटी भाया बाराकोटी ग्राम्य उन्नयन विभाग रास्ता एसएमआरएल निर्माणारे विलंब जोगु ग्रामवासी माने एवं यात्री माने बेस शोचनीय दुर्दशार सम्मुखीन होउछन्ति। विशेषकर वर्षा दिन पूर्व ठिकादार रास्ता खोली माटी फिलिंग करी छाड़ी देथिबारु साइकेल जीवा पछ कथा ग्रामवासी और यात्री माने एबे चाली करी जीवा भी मुश्किल होई पड़िছে। ठिकादारଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଗ୍ରାମର କେଶବ ନାୟକ, ଛାୟାକାନ୍ତ ମହାନ୍ତି, ଲକ୍ଷ୍ମଣ ମାଝୀ, ବାବୁ ମାଝୀ, ନିରାକରଣ ବେହେରା, ସଞ୍ଜୟ ମହାନ୍ତି, ରାଜେଶ କୁମାର ବାରିକ ପ୍ରମୁଖ ଦାବି କରିଛନ୍ତି। ରାସ୍ତାର ଶିଳାନ୍ୟାସ ଚଳିତ ଜାନୁଆରୀ 23 ତାରିଖରେ କରାଯାଇ ରାସ୍ତା ନିର୍ମାଣ ପାଇଁ 2,65,00,000 ବ୍ୟବହାର କରାଯାଇଛି। ରାସ୍ତାଟି ଖଇରା ସିମୁଳିଆର କିଛି ଅନୁନ୍ନତ ଗାଁକୁ ସଂଯୋଗ କରୁଥିବା ବେଳେ ବାରାକୁଟି ଭଳି ଆଦିବାସୀ ବହୁଳ ଗାଁକୁ ପ୍ରଥମ କରି ପକ୍କା ସଡ଼କ ନିର୍ମାଣ ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ଗ୍ରାମବାସୀମାନେ ଖୁସି ସୀମା ଲଙ୍ଘିଥିଲା। ହେଲେ ଶୁଭ ଦିଆଯିବାର 3 ମାସ ପର୍ଯ୍ୟନ୍ତ ଠିକାଦାର ରାସ୍ତାରେ ମାଟି ଉଠାଇ ପକାଇ ନଥିଲା। ମାର୍ଚ୍ଚ ମାସ ପରେ ରାସ୍ତା ସମ୍ପ୍ରସାରଣ ପାଇଁ ଦୁଇ ପାର୍ଶ୍ୱରେ ଖୋଳି ଦେଇଥିଲେ। ହେଲେ ସାରଟାଙ୍କ ମିର୍ଜାପୁର, ବାରାକୁଟି, ଅରଖପଦା ଭଳି ଗ୍ରାମବାସୀଙ୍କର ଯିବା ଆସିବାକୁ ଦୃଷ୍ଟି ଦେଇନଥିଲେ। ଏବେ ଝିପିଝିପି ବର୍ଷା ପରେ କାଦୁଅ ପଚପଚ ହୋଇ ପଡ଼ିଥିବାରୁ ଘର ବାହାରକୁ ବାହାରିବା କଷ୍ଟ ହୋଇପଡୁଛି। ଏଣୁ ସ୍ଥାନୀୟ ବିଧାୟକ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଖଇରାରୁ ଛାୟାକାନ୍ତ ମହାନ୍ତିଙ୍କ ରିପୋର୍ଟ, ବିଟି ନ୍ୟୁଜ, ଓଡ଼ିଶା।